अत्यधिक खुशी को उल्लास कह जाए। क्लेश अश्लील प्लावन आप्लुत भल्लुक पासकु न जाओ बाबू चाटी खाई देव माउस सबू। शुभ सकाळ पिला माने आपण मानको आ गोटे नवा क्लास को स्वागत करूची। आज रो क्लास रे आमे पढिबा ळ फळा आउ ल फळा। पूर्व क्लास रे आमे पढिथिले र फळा। मने अछि समस्तंकर चलत थरे देखि नबा। र फळा चिन्ह के पथिला एई परिथिला ओडी दउथिले अक्षरर तळे किपरि उच्चारण करूथिले क्र ख्र ग्र एही परि उच्चारण हेउथिला। आज आमे पढिबा ळ फळा आउ ल फळा। ळ फळा ळ फळा फळा ळ फळार चिन्ह फळ समान एमिति ओडिया संख्या 3 परी ळ फळा ल फळा ल फळार चिन्ह एमिति करी गोटे लांच देबा जेपरी ल र अछि। आज कौन पढ़ा ल फड़ा आउ ळ फड़ा। ये होची ळ यार चिन्ह किपरि एही परि अक्षर रे ळ फड़ा केउठी देबा ये होची क ळ फड़ा तार तळे देबा क्ल उच्चारण केमिति हेबो क्ल प्रथमे मुख्य अक्षर तापरे जोग हेउथिबा अक्षर क आउ ळ मिसिकरी कोन हला क्ल। सेही परि ये होची कोन ल यार चिन्ह किपरि एही परि कोठी दिया जाए अक्षरर तळे क ल फड़ा क्ल उच्चारण केमिति हेबो क्ल क आउ ल क्ल करे ल फड़ा देले कोन उच्चारण हेबो क्ल। चलंतु अक्षर रे ल फड़ा आउ ल फड़ा जोग करी लिखिबा क जुक्त ळ समान क्ल ख जुक्त ळ समान क्ल ह जुक्त ल समान ल ह ल ल ल जुक्त ल समान ल। क जुक्त ल समान क्ल ख जुक्त ल समान क्ल ह जुक्त ल समान ल ल जुक्त ल समान ल। एबे शब्द रे ळ फळा आउ ल फळा किपरि जोग होई लिखा जाउछि चलंतु देखिबा लिखिबा पढिबा आउ तार अर्थ बुझिबाकू चेष्टा करिबा। शुक्ल तालबेस हर्षौकार सु करे ळ फळा शुक्ल शुक्ल माने कोन धळा पांडु पवित्र आलोकमय ए सब को शुक्ल कहबा। उज्जवल ए सब कोन कहबा शुक्ल। रंग कला नही होई थिबो शुक्ल वर्ण शुक्ल माने कोन धळा कलर धळा रंग शुक्ल बुझिलो। तापर शब्द लिखिबा अम्ल अ मरे ळ फळा अम्ल 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 खाद्य पदार्थ रे थिबा एक रसायनर नाम हेउची अम्ल। आ कोन खट्टा स्वाद को अम्ल कहा जाय। लेंबू रे अम्ल थाए अम्ल बुझिलो। तापर शब्द लिखिबा क्लीब क ळ फळा दीर्घई क्लीब 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 माने कोन जेउथिरे पुरुष किंबा स्त्री रो लक्षण न थाए ताको हमें क्लीब कहबा। आ कोन होई पारिबो
ନଂପୁସକ ଆଉ ଦୁର୍ବଳକୁ ବି କ୍ଳୀବ କୁହାଯାଏ। କ୍ଳୀବ ବୁଝିଲ, ଯିଏ ପୁଅ ନୁହଁ କି ଝିଅ ନୁହଁ ତାକୁ ଆମେ କହିବା କ୍ଳୀବ। ମ୍ଳାନ, ମ ଳ ଫଳା ମ୍ଳ, ଆକାର ଦେଲେ ମ୍ଳା ନ, ମ୍ଳାନ। ମ୍ଳାନ ମାନେ ମଳିନ, ଶୁଷ୍କ, କ୍ଳାନ୍ତ, ନିର୍ଜୀବ, ମୁରୁଝା ଯାଇଥିବା ଏଇ ସବୁକୁ କହିବା ମ୍ଳାନ। ଗ୍ଳାନି, ଗରେ ଳ ଫଳା ଦେଲେ ଗ୍ଳ, ଆକାର ଦେଲେ ଗ୍ଳା, ନରେ ହର୍ଷଇ ନି, ଗ୍ଳାନି। ଗ୍ଳାନି ମାନେ କଣ? ଲଜ୍ଜା ବା ଅପରାଧ ବୋଧ। ଆଉ କଣ କଣ ହୋଇପାରିବ? ଦୁଃଖ, ବିଷାଦ, ମନୋବେଦନା ଏଇ ସବୁକୁ ବି ଗ୍ଳାନି କୁହାଯାଇଥାଏ। ଶ୍ଳାଘ୍ୟ, ତାଲବେଶରେ ଳ ଫଳା ଦେଲେ ଶ୍ଳ, ଆକାର ଦେଲେ ଶ୍ଳା, ଘ୍ୟ, ଘରେ ୟ ଫଳା ଦେଲେ ଘ୍ୟ, ଶ୍ଳାଘ୍ୟ। ଶ୍ଳାଘ୍ୟ ମାନେ କଣ? ପ୍ରଶଂସନୀୟ କିମ୍ବା ଗୌରବଜନକ, ତାକୁ ଆମେ କହିବା ଶ୍ଳାଘ୍ୟ। ଆଉ କଣ ହୋଇପାରିବ? ସମ୍ମାନନୀୟ, ସ୍ତୁତି ଯୋଗ୍ୟ ଏଇ ସବୁକୁ ବି ଶ୍ଳାଘ୍ୟ କୁହାଯାଏ। ଶ୍ଳୋକ, ତାଲବେଶ ଳ ଫଳା ଓକାର, ଶ୍ଳୋ କ, ଶ୍ଳୋକ। ଶ୍ଳୋକ ମାନେ ସଂସ୍କୃତରେ ଛନ୍ଦୋବଦ୍ଧ ପଦକୁ ଆମେ ଶ୍ଳୋକ କହିଥାଉ। ଆଉ କାହାକୁ ଆମେ ଶ୍ଳୋକ କହିବା? ସୁଖ୍ୟାତି ଓ ପ୍ରଶଂସା ବାକ୍ୟକୁ ବି ଶ୍ଳୋକ କୁହାଯାଇଥାଏ। ଶ୍ଳୋକ ମାନେ ସାଧାରଣତଃ କଣ? ସଂସ୍କୃତରେ ପଦ ପଡୁଥିବା ବା ସଂସ୍କୃତର ଗୀତ, ସଂସ୍କୃତର ଛୋଟ ଛୋଟ ଗୀତ ବା ସଂସ୍କୃତରେ ଛନ୍ଦୋବଦ୍ଧ ପଦ ଶ୍ଳୋକ। ଶ୍ଳୋକ ବୁଝିଲ? କ୍ଲେଶ, କରେ ଳ ଫଳା ଏକାର, କ୍ଳେ ତାଲବେଶ, କ୍ଲେଶ। କ୍ଲେଶ ମାନେ କଣ? ଦୁଃଖ, କଷ୍ଟ, ପୀଡା ଏସବୁକୁ କହିବା କ୍ଲେଶ। ଆଉ କାହାକୁ କ୍ଲେଶ କହିବା? ଶାରୀରିକ ଦୁଃଖ ବା ଶାରୀରିକ ଯନ୍ତ୍ରଣାକୁ ବି କ୍ଲେଶ କୁହାଯାଇଥାଏ। କ୍ଲେଶ ବୁଝିଲ? ତାପରେ ଶବ୍ଦ ଲେଖିବା। ଶ୍ଳେଷ, ତାଲବେଶ ଳ ଫଳା ଶ୍ଳ, ଏକାର, ଶ୍ଳେ, ସ, ମୂର୍ଧନ୍ୟସ, ଶ୍ଳେଷ। ଶ୍ଳେଷ ମାନେ କଣ? ସଂଯୋଗ, ଯୋଗ ଆଉ ସଂସ୍ଥି ସ୍ଥାନ। ସଂସ୍ଥି ସ୍ଥାନ ମାନେ ଯୋଉଠି ଯୋଗ ହେଇଛି, ଶରୀରର ଏଇଠି ଯୋଗ ହେଇଛି ଏଇ ଗଣ୍ଠି, ତାକୁ ବି ଶ୍ଳେଷ କୁହାଯାଇଥାଏ। ଶ୍ଳେଷ ବୁଝିଲ? ତାପରେ ଶବ୍ଦ ଲେଖିବା। ଅଶ୍ଳୀଳ, ଅ ସରେ ଳ ଫଳା ଶ୍ଳ, ଦୀର୍ଘ ଶ୍ଳୀ ଳ, ଅଶ୍ଳୀଳ। ଅଶ୍ଳୀଳ ମାନେ ସମାଜଗତ ଭାବେ ନିନ୍ଦନୀୟ କାର୍ଯ୍ୟକୁ ଅଶ୍ଳୀଳ କୁହାଯାଇଥାଏ। ଆଉ କଣ କଣ ଏହାର ଅର୍ଥ ହୋଇପାରିବ? କୁତ୍ସିତ, ଅସୁନ୍ଦର, ଲଜ୍ଜାଜନକ ଏହି ସବୁକୁ ବି ଅଶ୍ଳୀଳ କୁହାଯାଇଥାଏ। ପ୍ଲାବନ, ପ ଳ ଫଳା ଆକାର, ପ୍ଳା ବ ନ, ପ୍ଲାବନ। ପ୍ଲାବନ ମାନେ ବନ୍ୟା, ବଢି, ଜଳ ଯୋଗୁ ପ୍ରଳୟ ଏଇ ସବୁକୁ ପ୍ଲାବନ କହିବା। ଆଉ କାହାକୁ ଆମେ ପ୍ଲାବନ କହିପାରିବା? ପହଁରା, ସନ୍ତରଣ ଏଇ ସବୁକୁ ବି ପ୍ଲାବନ କୁହାଯାଇଥାଏ। ଆପ୍ଲୁତ, ଆ ପ୍ଳୁ, ପରେ ଳ ଫଳା ହର୍ଷ ପ୍ଳୁ ତ, ଆପ୍ଲୁତ। ଆପ୍ଲୁତ ମାନେ କଣ? ପ୍ରବାହିତ, ପ୍ରଚୁର ପାଣିରେ ବହିଯିବା। ଆଉ କଣ ହୋଇପାରିବ? ଭାବରେ ବିହଳିତ ହୋଇଯିବା, ଭାବରେ ବୁଡିଯିବା। ଭଲ୍ଲୁକ, ଭ ଲରେ ଲ ଫଳା ହର୍ଷ ଭଲ୍ଲୁକ, ଭଲ୍ଲୁକ। ଭଲ୍ଲୁକ ମାନେ ଭାଲୁ, ଏକ ପ୍ରକାର ଜଙ୍ଗଲୀ ପଶୁ, ଯିଏ କଣ ଖାଇଥାଏ? ମାଂସ, ମହୁ, ଛୋଟ ଛୋଟ ପତଙ୍ଗ, କୀଟ ଏସବୁ ଖାଇବାକୁ ଯିଏ ଭଲ ପାଇଥାଏ ତାକୁ ଆମେ କହିବା ଭାଲୁ। ଭାଲୁ କିପରି ହୋଇଥାଏ? କଳା ରଙ୍ଗର, ବହୁତ ମୋଟା, ମଜବୁତିଆ, ମାଉଁସିଆ ପିଣ୍ଡ ଭଳିଆ, ତା ଦେହରେ ଲମ୍ବା ଲମ୍ବା ବାଳ ଥାଏ, ସିଏ ହଉଛି ଭାଲୁ। ଭାଲୁ ସମସ୍ତେ ଦେଖିଥିବ ନନ୍ଦନକାନନରେ ଯାଇକି। ଭଲ୍ଲୁକ ମାନେ ଭାଲୁ। ଉଲ୍ଲାସ, ଉ ଳରେ ଲ ଫଳା ଆକାର, ଉଲ୍ଲାସ, ଦନ୍ତ ସ, ଉଲ୍ଲାସ। ଉଲ୍ଲାସ ମାନେ ଆନନ୍ଦ, ଖୁସି, ପ୍ରକାଶ, ଶୋଭା। ଆଉ କଣ ହୋଇପାରିବ? ଅତ୍ୟଧିକ ଖୁସିକୁ ଉଲ୍ଲାସ କୁହାଯାଏ। ଉଲ୍ଲାସ ବୁଝିଲ? ତାପରେ ଶବ୍ଦ ଲେଖିବା। ପଲ୍ଲବ, ପ ଲରେ ଲ ଫଳା ପଲ୍ଲବ, ପଲ୍ଲବ। ପଲ୍ଲବ ମାନେ କଣ? ଗଛରେ ନୂଆ କରି ହୋଇଥିବା ପତ୍ରକୁ ପଲ୍ଲବ କୁହାଯାଏ। କଅଁଳିଆ ପତ୍ର, ପଲ୍ଲବ ମାନେ କଣ? କଅଁଳିଆ ପତ୍ର। ଶବ୍ଦ ଗୁଡିକରେ ଳ ଫଳା ଆଉ ଲ ଫଳା ଯୋଗ କରି ଆମେ ଲେଖିଲେ। ଏବେ ଚାଲନ୍ତୁ ପଢି ନେବା। ଶୁକ୍ଳ, ଅମ୍ଳ, କ୍ଳୀବ, ମ୍ଳାନ,
ଗ୍ଲାନି ଶ୍ଲାଘ୍ୟ ଶ୍ଲୋକ କ୍ଲେଶ ଶ୍ଲେଷ ଅଶ୍ଳୀଳ ପ୍ଲାବନ ଆପ୍ଲୁତ ଭଲ୍ଲୁକ ଉଲ୍ଲାସ ପଲ୍ଲବ। ଚାଲନ୍ତୁ କିଛି ସୁନ୍ଦର ପଦ ପଢୁଥିବା ଶିଶୁ ଗୀତ ପଢିବା, ବୁଝିବା ଆଉ ଲେଖିବା। ଭଲ୍ଲୁକ ପାଶକୁ ନ ଯାଅ ବାବୁ, ଚାଟି ଖାଇଦେବ ମାଉଁସ ସବୁ। କାହାରିକୁ କ୍ଲେଶ ନ ଦିଅ କେବେ, ସଂସାରେ ପ୍ରଶଂସା ଲଭିବ ତେବେ। ପ୍ରହ୍ଲାଦ ଆହ୍ଲାଦେ ଗାଉଛି ଗୀତ, ମୁଁ ଗାଇବି ମିଶି ତାହା ସହିତ। ବହୁତ ସୁନ୍ଦର ଶିଶୁ ଗୀତ ହୋଇଛି ନା, ଚାଲନ୍ତୁ ଲେଖି ନେବା। ଭଲ୍ଲୁକ ପାଶକୁ ନ ଯାଅ ବାବୁ, ଭଲ୍ଲୁକ ପାଶକୁ ନ ଯାଅ ବାବୁ, ଚାଟି ଖାଇଦେବ ମାଉଁସ ସବୁ। ଚାଟି ଖାଇଦେବ ମାଉଁସ ସବୁ। କାହାରିକୁ କ୍ଲେଶ ନ ଦିଅ କେବେ, କାହାରିକୁ କ୍ଲେଶ ନ ଦିଅ କେବେ। କାହାରିକୁ କ୍ଲେଶ ନ ଦିଅ କେବେ, ସଂସାରେ ପ୍ରଶଂସା ଲଭିବ ତେବେ। ଦନ୍ତସ ଅନୁସାର ଦନ୍ତସ ଆକାର ରରେ 11 ସଂସାରେ ପ୍ରଶଂସା ପରେ ରଫଳା ତାଲବେଶରେ ଅନୁସାର ଦନ୍ତସରେ ଆକାର ପ୍ରଶଂସା ଲଭିବ ତେବେ। ଲଭିବ ତେବେ ତୟକାର ତେ ବୟକାର ବେ। ପ୍ରହ୍ଲାଦ ଆହ୍ଲାଦେ ଗାଉଛି ଗୀତ, ପ୍ରହ୍ଲାଦ ଆହ୍ଲାଦେ ଗାଉଛି ଗୀତ, ମୁଁ ଗାଇବି ମିଶି ତାହା ସହିତ। ମୁଁ ଗାଇବି ମିଶି ତାହା ସହିତ। ଭଲ୍ଲୁକ ପାଶକୁ ନ ଯାଅ ବାବୁ, ଚାଟି ଖାଇଦେବ ମାଉଁସ ସବୁ। କାହାରିକୁ କ୍ଲେଶ ନ ଦିଅ କେବେ, ସଂସାରେ ପ୍ରଶଂସା ଲଭିବ ତେବେ। ପ୍ରହ୍ଲାଦ ଆହ୍ଲାଦେ ଗାଉଛି ଗୀତ, ମୁଁ ଗାଇବି ମିଶି ତାହା ସହିତ। ସୁନ୍ଦର ପଦ, ଚାଲନ୍ତୁ ବୁଝିବା। ଭଲ୍ଲୁକ ପାଶକୁ ନ ଯାଅ ବାବୁ, ଭଲ୍ଲୁକ ମାନେ ଭାଲୁ, ଭାଲୁ ପାଖକୁ ଯାଅ ନାହିଁ, ଉପଦେଶ ଦେଇକି କୁହାଯାଉଛି। ବାବୁରେ ଭାଲୁ ପାଖକୁ ଯା ନାହିଁ, ଚାଟି ଖାଇଦେବ ମାଉଁସ ସବୁ। ଭାଲୁ ଗୋଟିଏ ମାଂସାହାରୀ ପ୍ରାଣୀ, ସେ ସବୁ କଣ କରେ, ଲୋକଙ୍କୁ ମାରିକି ଖାଇଯାଏ। ଚାଟି ଖାଇଦେବ ମାଉଁସ ସବୁ, ଭାଲୁ ପାଖକୁ ଗଲେ କଣ କରିବ, ମାଉଁସକୁ ଚାଟିକି ଖାଇଦେବ, ମାନେ ତମକୁ ମାରିକି ଖାଇଯିବ। ସେଥିପାଇଁ କୁହାଯାଉଛି ଭାଲୁ ପାଖକୁ ଯାଅ ନାହିଁ। କାହାରିକୁ କ୍ଲେଶ ନ ଦିଅ କେବେ, କାହାରିକୁ ମାନେ କାହାକୁ ବି, କ୍ଲେଶ ମାନେ ଦୁଃଖ, ନ ଦିଅ କେବେ, କାହାରିକୁ କେବେ ହେଲେ ଦୁଃଖ ଦିଅ ନାହିଁ। କାହାରିକୁ କ୍ଲେଶ ନ ଦିଅ କେବେ, ସଂସାରେ ପ୍ରଶଂସା ଲଭିବ ତେବେ। ଯଦି ତମେ କାହାରିକୁ କ୍ଲେଶ ଦେବ ନାହିଁ, ଦୁଃଖ ଦେବ ନାହିଁ, ତାହେଲେ ସଂସାରରେ ପ୍ରଶଂସା ଲଭିବ। ମାନେ ଲଭିବ ମାନେ କଣ, ପାଇବ। ପ୍ରଶଂସା ମାନେ ତୁମକୁ ତୁମର ସୁଖ୍ୟାତି ବା ଗୁଣ କୀର୍ତ୍ତନ ସମସ୍ତେ କରିବେ। ସଂସାର ମାନେ ଜଗତରେ, ଜଗତରେ ତମେ ଯଦି କାହାରିକୁ ଦୁଃଖ ନ ଦେବ, ତାହେଲେ ସମସ୍ତେ ତୁମର ଗୁଣ କୀର୍ତ୍ତନ କରିବେ। ପ୍ରହ୍ଲାଦ ଆହ୍ଲାଦେ ଗାଉଛି ଗୀତ, ପ୍ରହ୍ଲାଦ, ପ୍ରହ୍ଲାଦ ମାନେ ଗୋଟିଏ ପିଲାର ନାଁ ପ୍ରହ୍ଲାଦ। ଆହ୍ଲାଦେ ଗାଉଛି ଗୀତ, ଆହ୍ଲାଦେ ମାନେ ଖୁସିରେ। ପ୍ରହ୍ଲାଦ ଆହ୍ଲାଦେ ଗାଉଛି ଗୀତ, ମୁଁ ଗାଇବି ମିଶି ତାହା ସହିତ। ପ୍ରହ୍ଲାଦ ଖୁସିରେ ଗୀତ ଗାଉଛି, ମୁଁ ବି ତାହା ସହିତ ମିଶିକରି ଗୀତ ଗାଇବି। ବୁଝିଲ, ବହୁତ ସୁନ୍ଦର ସୁନ୍ଦର ଶିଶୁ ଗୀତ ହୋଇଛି। ପିଲାମାନେ ଆଜିର କ୍ଲାସରେ ଆମେ ପଢିଲେ ଳ ଫଳା ଆଉ ଲ ଫଳା ଯୋଗ। ଅକ୍ଷରରେ ଳ ଫଳା ଦେଇ ଲେଖିଲେ,
ଶବ୍ଦରେ ଳ ଫଳା ଆଉ ଲ ଫଳା ଦେଇ ଲେଖିଲେ, ପଢିଲେ, ତାର ଅର୍ଥ ବୁଝିଲେ, ସୁନ୍ଦର ଛୋଟ ଶିଶୁ ଗୀତ ଲେଖିଲେ, ତାକୁ ପଢିଲେ ଏବଂ ତାର ଅର୍ଥ ବୁଝିଲେ। ଆଜିର କ୍ଲାସଟାକୁ ଏଇଠି ରଖିଲେ।